ଯେମିତି ଆମର ପୂର୍ବ ଭିଡ଼ିଓରେ ଆମର ଯେଉଁ ନୂତନ ପାଠ୍ୟପୁସ୍ତକ ଆସିଛି ସେଥିରେ ଆମେ କ୍ଲାସ୍ 1ର ଯେଉଁ ଝୁଲଣା ଯାହାକି ସମନ୍ୱିତ ପୁସ୍ତକଟା ଥିଲା ତାକୁ ଆମେ ରିଭ୍ୟୁ କରିଥିଲେ। ଆଜି ଆମେ କ'ଣ କରିବା, ସେ କ୍ଲାସ୍ 1ର ହିଁ ଯେଉଁ ଆମର ରହିଛି ଗଣିତ ପୁସ୍ତକଟି ତାକୁ ଆମେ ରିଭ୍ୟୁ କରିବା, ଯାହାକି ଆମ ବ୍ୟାକ୍ଗ୍ରାଉଣ୍ଡରେ ଆପଣମାନେ ଦେଖିପାରୁଥିବେ ସେ ଗଣିତ ପୁସ୍ତକର ଫ୍ରଣ୍ଟ ପେଜ୍ଟା, ଯାହା ନାଁ ହେଉଛି ଗଣିତ ଖେଳ। ତ ଚାଲନ୍ତୁ ଆଜି କ'ଣ କରିବା, ଦେଖିବା ଏ ଯେଉଁ ଗଣିତ ପୁସ୍ତକ ଭିତରେ କ'ଣ ଅଛି, ସେଥିରେ ଆମର ଯେଉଁ କେଉଁ ପ୍ରକାର ଯେଉଁ କମ୍ପିଟେନ୍ସି ଗୁଡ଼ା ଅଛି, ଯେଉଁ ଦକ୍ଷତା ଗୁଡ଼ା ଅଛି ତାକୁ ମିଟଅପ୍ କରିବା ପାଇଁ ତାକୁ କେମିତି ପିଲାମାନେ ସହଜରେ ଶିଖିପାରିବେ ତାକୁ କିପରି ଦେଇଛି, ସେଥିରେ କେଉଁ କେଉଁ ଚାପ୍ଟର ଅଛି, ଆଉ କେଉଁ ଚାପ୍ଟରରେ ସେମାନେ କେଉଁ ଦକ୍ଷତାଟା ଦେଖିବେ ସେଥିକୁ କେମିତି ରୂପେ ସେ ସେମିତି ସଜେଇଛି। ଆଉ ବର୍ତ୍ତମାନ ଯଦି ଆମେ ଏ ବହିଟା ରିଭ୍ୟୁ କଲା ପରେ ଆପଣମାନେ ଜାଣିପାରିବେ ପୂର୍ବ ବହି ସହିତ ଯଦି ଆମେ ଏହାକୁ ତୁଳନା କରିବା ତାହେଲେ ଆମେ ଡିଫରେନ୍ସ କ'ଣ ପାଇବା ନା, ପୂର୍ବ ବହି ଗୁଡ଼ାକରେ କ'ଣ କରୁଥିଲା, ଆମକୁ ଏଲ୍ଓ ବା ଲର୍ଣ୍ଣିଂ ଆଉଟକମ୍ଟାକୁ ଆମେ ବାହାର କରିବାକୁ ପଡ଼ୁଥିଲା ଶିକ୍ଷକମାନଙ୍କୁ। କିନ୍ତୁ ଏ ବହିଟାରେ ଆମେ କ'ଣ କରିବ, ଯେଉଁ ଚାପ୍ଟରଟା ଆପଣମାନେ ପଢ଼େଇବେ ସେଥିରେ ସେ ଅଲରେଡ଼ି କ'ଣ କରିଥିବ ନା ଲର୍ଣ୍ଣିଂ ଆଉଟକମ୍ଟାକୁ ଦେଇସାରିଥିବ, ଯାହାକି ଶିକ୍ଷକମାନଙ୍କ ପାଇଁ ସୁବିଧା ହେଇଗଲା ସେମାନଙ୍କର ଏଲ୍ଓଟା ଖୋଜିବା ପାଇଁ। ତା ସହିତ ପିଲାମାନଙ୍କ ପାଇଁ ଏ ବହିରେ ଆମକୁ ଗୋଟେ ନୂଆ ଜିନିଷ ମିଳିବ କ'ଣ ନା, ପିଲାମାନଙ୍କୁ ଏଥିରେ ଲର୍ଣ୍ଣିଂ ବାଇ ଡୁଇଂ ବା କରି ଶିଖିବା ପାଇଁ ଯେଉଁ ସୁଯୋଗ ରହିଛି, ଆଉ ଏଥିରେ ଲଟ୍ ଅଫ୍ ଏକ୍ସପୋଜର ଦେଇଛି, ଯାହାକି ପିଲାମାନଙ୍କୁ ଶିଖିବା ପାଇଁ ବୋଲି ବହୁତ ସୁବିଧା ହେଇପାରିବ। ତ ଚାଲନ୍ତୁ ଆଜି ଆମେ କ'ଣ କରିବା, କ୍ଲାସ୍ 1ର ଓଡ଼ିଆ ମ୍ୟାଥ୍ ବହିଟାକୁ ରିଭ୍ୟୁ କରିବା। ମ୍ୟାଥ୍ ବହିରେ କେଉଁ କେଉଁ ଚାପ୍ଟର ଅଛି ଦେଖିବା, ତା ସହିତ ମୁଁ ଗୋଟେ ଚାପ୍ଟର ନେବି, ସେଥିରେ ଆମର ସେଇ ଯେଉଁ 4ଟା 4 ବ୍ଲକ୍ ଆପ୍ରୋଚ୍ କରିଛି ସିଆର୍ଏ ମେଥଡ଼ ବଦଳରେ ତାକୁ ମିଟଅପ୍ କରିବା ପାଇଁ, ତାକୁ ଦର୍ଶାଇବା ପାଇଁ ସେ କେଉଁ କେଉଁ ମେଥଡ଼ର ଆପ୍ଲାଏ କରିଛି, ଚାଲନ୍ତୁ ଦେଖିବା। ବର୍ତ୍ତମାନ ଚାଲନ୍ତୁ ଦେଖିବା ଆମର ଯେଉଁ ନୂତନ ପାଠ୍ୟପୁସ୍ତକ ଆସିଛି ସେ କିପରି ଆମର ରହିଛି। ଯେମିତି ଏହାର ନାଁ ହେଉଛି ଗଣିତ ଖେଳ ପ୍ରଥମ ଶ୍ରେଣୀ ପାଇଁ ବୋଲି। ଦେଖନ୍ତୁ ଆମ ଯେଉଁ କହିଥିଲେ ଆମ 4ଟା ବ୍ଲକକୁ ଇଏ କ'ଣ କରିଛି ବା 4 ବ୍ଲକ୍ ଆପ୍ରୋଚକୁ ନେଇକି ଇଏ କରିଛି। ଇଏ କ'ଣ କରିଛି ଦେଖ, ପ୍ରଥମେ କ'ଣ କରିଛି ନା ଏ ଗଣିତ ଶିକ୍ଷଣଟାକୁ ମୌଖିକ ଗାଣିତିକ କଥାବାର୍ତ୍ତା ଦ୍ୱାରା ସମ୍ପୂର୍ଣ୍ଣ କରିଛି। ନା ମୌଖିକ ଗାଣିତିକ କଥାବାର୍ତ୍ତା କ'ଣ, ଏଥିଦ୍ୱାରା କ'ଣ କରାଯିବ ନା ପିଲାଟା କଥାବାର୍ତ୍ତା ହେଇ ଶିଖିବ ବା କାହାଣୀ ମାଧ୍ୟମରେ ଶିଖିବ। ଦ୍ୱିତୀୟରେ କରିଛି କୌଶଳ ଶିକ୍ଷାଦାନ। ଶିକ୍ଷାଦାନ ପରେ ତୃତୀୟରେ ଆସିଛି କୌଶଳର ଅଭ୍ୟାସ। ଚତୁର୍ଥରେ କ'ଣ କରିଛି ନା ଗାଣିତିକ ଖେଳ ମାଧ୍ୟମରେ ସମ୍ପୂର୍ଣ୍ଣ ପାଠଟାକୁ ବୁଝାଉଛି। ଯେମିତି ଦେଖ ଉଦାହରଣ ସ୍ୱରୂପ ଯଦି ଆମେ ମୌଖିକ କଥାବାର୍ତ୍ତା କଥା ଚିନ୍ତା କରିବା, ଇଏ ମୌଖିକ କଥାବାର୍ତ୍ତାରେ କ'ଣ କରୁଛେ ନା ବିଭିନ୍ନ ପ୍ରକାର କାହାଣୀ ଆଉ ଛବି ଦେଇକି ତା ଉପରେ କ'ଣ କରିବେ ଶିକ୍ଷକ କ'ଣ କରିବେ ପ୍ରଶ୍ନ ପଚାରିବା, ପିଲାମାନଙ୍କ ଦ୍ୱାରା ସେମାନେ ପ୍ରଶ୍ନ ପଚରା ଯିବ, ଆଉ ସେ ପ୍ରଶ୍ନର ଉତ୍ତର ମାଧ୍ୟମରେ ସେ ଶିଖିବ ବା ଧାରଣାର ଗଠନ କରିବ। ଦ୍ୱିତୀୟରେ କ'ଣ କୁହାଯାଇଥିଲା ନା ଆମର ଧାରଣାର ଶିକ୍ଷାଦାନ ବା ଆମେ କହିପାରିବା କ'ଣ ନା ଯେଉଁ କୌଶଳ ଶିକ୍ଷାଦାନ, ସେଥିପାଇଁ କ'ଣ କରାଯାଇଛି ବିଭିନ୍ନ ପ୍ରକାର ଶିକ୍ଷଣ କାର୍ଯ୍ୟ ଦିଆଯାଇଛି, ଯେଉଁଟାକି ସେ କ'ଣ କରିବ ବ୍ୟକ୍ତିଗତ ହେଉ ନହେଲେ ଆମର ଦଳଗତ ହେଉ କିମ୍ବା ଅନ୍ୟମାନଙ୍କର ସହାୟତା ମାନେ କିଏ, ସେ ଶିକ୍ଷକ ହେଇପାରନ୍ତି, ସାଙ୍ଗସାଥି ହେଇପାରନ୍ତି କିମ୍ବା ପରିବାରର ବଡ଼ମାନେ ଯେଉଁ ପିତାମାତା ଯିଏ ବି ହେଇପାରନ୍ତି ସେମାନଙ୍କ ଦ୍ୱାରା ସେ ଶିଖିବ। ତୃତୀୟ ଆସିଥିଲା କ'ଣ ନା ଯେଉଁ କୌଶଳ ସେ ଶିଖିଲା ତାକୁ ଅଭ୍ୟାସ କରିବ। ଅଭ୍ୟାସ ପାଇଁ କ'ଣ କରାଯାଇଛି ଏଠି ନା ପ୍ରଶ୍ନପତ୍ର ଦିଆଯାଇଛି ବା ଅଭ୍ୟାସ କାର୍ଯ୍ୟ ଦିଆଯାଇଛି, ତା ସହିତ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଦିଆଯାଇଛି। ଚତୁର୍ଥରେ କ'ଣ କରିବ ନା ଗାଣିତିକ ସମସ୍ୟାର ସମାଧାନ କରିବ, ଯେଉଁଟାକି ପ୍ରୟୋଗ ଉପରେ ଡିପେଣ୍ଡ କରୁଛି। ଏବେ ଦେଖିବା ପାଠ ଗୁଡ଼ାକ। ନା ପାଠ ଗୁଡ଼ାକରେ କ'ଣ ଅଛି, ପ୍ରଥମ ପାଠ ନାଁ ହେଉଛି ବୁଲବୁଲର ବିଲେଇ ଖୋଜା, ଯାହାକି ଆମ ପ୍ରାକ୍ ଗଣନା ବା ସଂଖ୍ୟା ଧାରଣା ଉପରେ ସେ ଧାରଣା ଦେଇଛି। ଦ୍ୱିତୀୟରେ ଆସିଛି ଆମର କ'ଣ ନା କେଉଁଟି ଲମ୍ବା କେଉଁଟି ଗୋଲ, ଯେଉଁଟାକି ଆମର ଆକୃତିର ଧାରଣା ଦେବ। ତୃତୀୟରେ କ'ଣ କରିଛି ନା ଆମ୍ବ ଭୋଜି, ଏଥିରେ କ'ଣ କରିବ ସେ ଛୁଆଟି 1ରୁ 9 ପର୍ଯ୍ୟନ୍ତ ସଂଖ୍ୟାକୁ ଶିଖିବ। ସେ ଚତୁର୍ଥ ପାଠ କ'ଣ କରିଛି 810 ତିଆରି କରିବା, ଏଥିରେ କ'ଣ କରିବ 11 ଠାରୁ ଆରମ୍ଭ କରି 20 ପର୍ଯ୍ୟନ୍ତ ସଂଖ୍ୟା ଗଣନାକୁ ସେ ଶିଖିବ। ତାପରେ କ'ଣ କରିବ ନା ସଂଖ୍ୟାଟି କେତେ, ଅର୍ଥାତ୍ 20 ପର୍ଯ୍ୟନ୍ତ ସଂଖ୍ୟାଟା ଶିଖିଛି ପିଲାଟା, ତାକୁ କ'ଣ କରିବ ଯୋଗ ଆଉ ବିয়োଗ କରିବ। ତାପରେ ଆସିଲା କ'ଣ ପନିପରିବା ବଗିଚା, ଏଥିରେ ସେ କ'ଣ କରିବ ନା 20 ଭିତରେ ଗୋଟେ ସଂଖ୍ୟାର ମିଶାଣ ଆଉ ଫେଡ଼ାଣ ଶିଖିବ। ତାପରେ ଆସିବ କ'ଣ ନା ଲିନାର ପରିବାର, ଏଥିରେ ସେ କ'ଣ କରିବ ବେସିକ୍ ମାପ ଶିଖିବ, ଯେଉଁଟାକି ଆମର ମ୍ୟାଟ୍ରିକ୍ ପଦ୍ଧତି ଅଣମାନକ ମାପ ଯାକୁ କହିବା। ତାପରେ ଆସିଲା କ'ଣ ସଂଖ୍ୟାର ମଜା, ଏଥିରେ ସେ କ'ଣ କରିବ ସମ୍ପୂର୍ଣ୍ଣ 2 ଅଙ୍କ ବିଶିଷ୍ଟ ସଂଖ୍ୟା ବା 100 ପର୍ଯ୍ୟନ୍ତ ଶିଖିବ 100 ଭିତରେ। ତାପରେ ଆସିଲା ଆମ ପର୍ବପର୍ବାଣି ଯେମିତି ସଂରଚନା, ତା ସହିତ ମୋର ଗୋଟିଏ ଦିବସର କାମ, ଏଥିରେ ସମୟର ମାପ ଶିଖିବ। ତାପରେ ଆସିଲା କେତେ ଥର
एथिरे कौन कला ना समय माप शिखला तापर आसला केते थर मिसिला एथिरे से कौन करिवो ना गुणन शिखिबो तापर आसला 12 नंबर पाठटा आइछि हमर कोन ना आस किना बिका करिबा एथिरे से टंका पैसा रे हिसाब शिखिबे पिला माने ता सहित से बा एते गुडिए खेलना ना ए जो पाठ द्वारा से माने कोन करिवे विभिन्न प्रकार तथ्य परिचालनार ज्ञान पाइबे तनु देखिबा को गेले एथिरे कोन करा जाउछि हमर हाई क्लास पई जेतिके बेसिक ज्ञान आवश्यक सेतिके दिया सरिछि एथिरे जदि आमे गोटे पाठ को वर्तमान देखिबा एथिरे देखिबा हम जो चारटे जा कौशल किपरि भाबे रहिछि जदि प्रथम रे बुलबुल रो बिलेई को खोजिबा एथिरे कोन कला प्रथमे किछि कहानी देला कि छवि देला एडारी कौन करिवो ए छवि आ कहानी माध्यम से कौन करिवो जो प्रथम थिला आस कथावार्ता ही गणित शिखिबा बोली जो प्रथम अप्रोच रहितला सेथरे से कौन कला ना कहानी माध्यम रे से प्रथमे गणित रो गोटे बेसिक धारणा पाई गला तापर से कौन कला गोटे कहानी माध्यम बेसिक धारणा पाइला पाई सारिबा परे वर्तमान द्वितीय थिला कोन कौशल शिक्षादान ए जो कौशल शिक्षादान पाई बोली से कौन करा जाईछि से चित्र आधार रे जो चित्र गुडा को से देखिला ता आधार रे किछि प्रश्न हमको दिया जिवो से प्रश्न रे से कौन करिवो ना मौखिक गणित अर्थ साधारणतः कौन करा जिवो मौखिक रे केवल कहानी रे कहि सारला परे से माने कौन करे जे पेपर वर्क करिया पड़िवो तो से बही रे ही से कौन करिवो देखो किछि न लेखि केवल गोल बुलेबा कहिछि बिलेइटा के उठैछि बाहर अछि ना भीतर अछि ना कर से कौन कला ना तार सरल प्रश्न गुडी को समाधान कला तापर आसला कौन कौशल रो अभ्यास अभ्यास कला माने कौन करिवो ना ए जो एथरे अभ्यास हे गेला तापर आसीबो कौन ना कौशल रो प्रयोग प्रयोग कौन करियो सेति पई से अभ्यास कार्य करिवो तो प्रथम ताको अभ्यास कार्य दिया जाय ने सिंपल क्वेश्चन दिया जायछि आकु बुझिया पे हम आउ गोटे मध्य पाठ नै परिबा आस खेलिबा एथरे मध्य कोन करा गला प्रथम ना खेल खेल दिया गला बा हमर मौखिक कथावार्ता गणित शिक्षा पे दिया गला खेल खेली सारिबा परे देखो से कोन कला द्वितीय आसला कौशल रो शिक्षण कला एठी कौशल कौन आस कामडू करिवार से कौन करिवो कौशल शिखिबो कौशल शिखिला परे से कौशल अभ्यास करिया पई कौन करछि देखो कौन करछि ना जेमते कौन करछि प्रश्न पछे के बाहर अछि गोल बुलाओ के भीतर अछि गोल बुलाओ बा टिक टिक चिन्ह दियो के गछ तळे अछि के गछ ऊपर अछि ता सहित ए कौशल रो अभ्यास रा केते दूर शिखि जानिया पई बोली से देखो कौन करछि चित्र देछि कंढेर चित्र देछि ए कंढेर चित्र से कौन कहिछि ना ओठा भ्रुलता तयारी करो एहा द्वारा मध्ये कोन हला तार जो कौशलटा से शिखिथिला तार अभ्यास हेइ जिवो ता सहित आ कोन करिछि ना देखि पारुतबे से कोन करिछि ना ता तळे गोटे क्वेश्चन देइछे ये मध्ये कोन कला जो शिक्षणटा शिक्षक देले ता केते दूर प्रयोग रे आसी परिछि जा कि हम पंचपदी पद्धति जदि आमे देखिबा जरा कि वर्तमान नूतन शिक्षा नीति रे लागू होइछे से पंचपदी पद्धति रो जरा कि हमर प्रचार प्रसार जहाँकि जहाँ ज्ञान शिखिला से केते दूर बुझी से जना पड़ जीव तेणु बर्तमान देखिले पुस्तकटे कौन कर चारिटा कॉम्पिटेंस को से मीटअप करने पंचपदी पद्धतिर प्रयोग माध्यम से कौन कर सठिक रूपे पुस्तकटी को उन्मोचित कर। धन्यवाद।